ଜାଣିଛ କଣ ପାଇଁ ପୂଜା କରାଯାଏ? କଣ ପାଇଁ? ଆଚ୍ଛା ପାଠ ଦେବେ ବୋଲି ନା। ଆରେ ତୁମେ ଜାଣିଛ କି ଗଣେଶ ଠାକୁରଙ୍କ ମୁଣ୍ଡ ହାତୀ ମୁଣ୍ଡ ଭଳିଆ କଣ ପାଇଁ? ଜାଣିଛ ପିଲେ? ଜାଣିନ ନା? ଆଜି ସେଇ ବିଷୟ ଜାଣିଲେ ହଉଛି ଜାଣିବା ହେଲା। ଆଜି କଣ ଜାଣିବା? ଗଣେଶ ଠାକୁରଙ୍କ ବିଷୟରେ ଆମେ ଜାଣିବା। ଗଣେଶ ଠାକୁରଙ୍କ ଜନ୍ମ କେମିତି ହେଲା ନା? ଦେଖ ତମେ ହଉଛି ଶିବ ଠାକୁରଙ୍କୁ ଜାଣିଛ? ପାର୍ବତୀ ମାତାକୁ ଜାଣିଛ? ତ ପାର୍ବତୀ ମାତା ଥରେ କଣ କଲେ ନା ସେ ଗାଧେଇବା ଆଗରୁ ସ୍ନାନ କରିବା ଆଗରୁ ତାଙ୍କ ଦେହରେ କଣ ଲଗେଇଥିଲେ? ହଳଦୀ। କଣ ଲଗେଇଥିଲେ? ହଳଦୀ ନା। ସେଇ ହଳଦୀକୁ ସେ କଣ କଲେ? ଘଷିଲେ ନା। ମାନେ ତାଙ୍କ ଦେହରୁ କଣ କଲେ? ଛଡେଇଲେ ସେ ହଳଦୀକୁ। ସେଇ ହଳଦୀକୁ ଛଡେଇକି ସେ ଫୁଳ କଲେ ନା। କଣ କଲେ? ଫୁଳ କଲେ ନା। ତାପରେ ସେଇଥିରୁ ଗୋଟେ ହଉଛି କଣ କଲେ ନା ଗୋଟେ ବାଳକ ତିଆରି କଲେ। ବାଳକ ମାନେ କଣ? ପିଲା ନା। ସେ ଗୋଟେ ହଉଛି ପିଲା ତିଆରି କଲେ। ମାନେ ପୁତୁଳି ଯୋଉ ଆମେ କହୁ କଣ୍ଢେଇ ଭଳିଆ ସେଇଭଳିଆ ହଉଛି ସେ ହଳଦୀରେ ତିଆରି କଲେ ନା। କିଏ ତିଆରି କଲେ ପିଲେ? ପାର୍ବତୀ ମା ନା। ପାର୍ବତୀ ମାତା ହଉଛି ସେ ତିଆରି କଲେ। ତାପରେ ହଉଛି ସେ କଣ କଲେ? ସେଇ ଯୋଉ କଣ୍ଢେଇଟିକୁ ସେ ହଉଛି ଜୀବନ ଦାନ ଦେଲେ। କଣ ଦେଲେ? ଜୀବନ ଦାନ ଦେଲେ ନା। ସେଥିରୁ କଣ ତିଆରି ହେଲେ? ଗଣେଶ ଠାକୁର ତିଆରି ହେଲେ। ସେ ଜୀବନ ପାଇଲେ ନା। ତୁମ ଭଳିଆ ହଉଛି ସେ ପିଲା ହେଇଗଲେ ନା। ତାପରେ ତାଙ୍କ ମାତା କଣ କହିଲେ? ମାତା କହିଲେ ମୁଁ ସ୍ନାନ ପାଇଁ ଯାଉଛି ହେଲା। ତମେ ହଉଛି ମୁଖ୍ୟ ଦ୍ୱାର ବା କବାଟ ପାଖରେ ଥାଅ। କାହାରିକୁ ଛାଡିବ ନାହିଁ ନା। କାହାକୁ କହିଲେ? ଗଣେଶଙ୍କୁ କହିଲେ। କିଏ କହିଲେ ପିଲେ? ପାର୍ବତୀ ମା କହିଲେ ନା। ତ ଗଣେଶ କଣ କଲେ? ତାଙ୍କ ହଉଛି ଆଦେଶ ମାନିଲେ ନା। କଣ କଲେ? ତାଙ୍କ ଆଦେଶ ମାନିଲେ। ତ କିଛି ସମୟ ପରେ ଶିବ ଠାକୁର ଆସିଲେ। କିଏ ଆସିଲେ? ଶିବ ଠାକୁର ଆସିଲେ। ସେ ତ ଜାଣିନାହାନ୍ତି ଏ ବିଷୟରେ କିଛି ନା। ଗଣେଶଙ୍କୁ ହଉଛି ପାର୍ବତୀ ମା ହଉଛି ଜୀବନ ଦାନ ଦେଇଛନ୍ତି ବୋଲି ଜାଣିଛନ୍ତି କି ସେ? ଜାଣିନଥିଲେ। ହଁ ଏଠି ଗଣେଶ ଅଛନ୍ତି ନା। ହଁ ତ ଶିବ ଜାଣିନଥିଲେ। ସେ କଣ କଲେ? ଜାଣିନଥିଲେ। ସେ ସ୍ନାନ ଘରକୁ ପଶିବା ପାଇଁ ଚାହୁଁଥିଲେ ନା। ତ ଗଣେଶ କଣ କଲେ? ତାଙ୍କୁ ଅଟକେଇ ଦେଲେ ନା। ନା ତୁମେ ଯାଇପାରିବ ନାହିଁ। ତ ସେ ହଉଛି ଛାଡିଲା ନାହିଁ ଜମା। ଗଣେଶ ଆଉ ଛାଡିଲେ ନାହିଁ। କାହାକୁ ଛାଡିଲେ ନାହିଁ ପିଲେ? ଶିବ ଠାକୁରଙ୍କୁ ଆଉ ସେ ଛାଡିଲେ ନାହିଁ। ତ କଣ ହେଲା? ତାଙ୍କ ଭିତରେ ଯୁଦ୍ଧ ହେଲା ନା। ତାଙ୍କ ଭିତରେ ଯୁଦ୍ଧ ହେଲା। ତ ଶିବ ଠାକୁର କଣ କଲେ? ଗଣେଶଙ୍କ ମୁଣ୍ଡକୁ ଖଣ୍ଡି ଦେଲେ। କଣ କଲେ? ତାଙ୍କ ମୁଣ୍ଡକୁ ଖଣ୍ଡି ଦେଲେ ନା। ତାପରେ ପାର୍ବତୀ ମାତା ଆସିଲେ। ସେ ଦେଖିଲେ ଯେ ଗଣେଶଙ୍କ ମୁଣ୍ଡ ହଉଛି ଅଲଗା ହେଇକି ପଡିଛି। ସେ ପୁରା ରାଗିଗଲେ। କିଏ ରାଗିଗଲେ? ପାର୍ବତୀ ମାତା ରାଗିଗଲେ ନା। ସେ ତାପରେ କହିଲେ ଯେ ଇଏ ମୋ ପୁତ୍ର, ତମେ ତାକୁ ହଉଛି ମାରିଦେଲ କହିକି ସେ ରାଗିଗଲେ। ତାପରେ ସେ କଣ କହିଲେ? ସେ କହିଲେ ଯେ ତୁମେ ମୋ ପୁତ୍ରକୁ ମାରିଦେଇଛ, ମୁଁ ସଂସାରଟାକୁ ମାରିଦେବି। ମାନେ ଯେତେ ବି ଲୋକ ଅଛନ୍ତି, ଯେତେ ସବୁ ପ୍ରାକୃତିକ ଜିନିଷ ଅଛି ତାକୁ ମୁଁ ଧ୍ୱଂସ କରିଦେବି କହିଲେ ନା। ଇଏ ପାର୍ବତୀ ମାତା କହିଲେ ନା। ତ ସେଥିରୁ କଣ ହେଲା ନା ଶିବ ଠାକୁର କହିଲେ ତାର ଗୋଟେ ହଉଛି କଣ ଅଛି ଉପାୟ ଅଛି। ତାର ଉପାୟ କିଛି ଗୋଟେ କରିବା ନା। ସେ କଣ କହିଲେ? ତାଙ୍କ ଯୋଉ ଗରୁଡ ଥିଲେ ସେ ଗରୁଡକୁ ହଉଛି ଆଦେଶ ଦେଲେ ହେଲା। ସେ କଣ କହିଲେ? ଆଦେଶ ଦେଲେ। କହିଲେ ଉତ୍ତର ଦିଗକୁ। କଣ? କୋଉ ଦିଗକୁ? ଉତ୍ତର ଦିଗକୁ ଯାଅ। ଯୋଉ ମାତା ତା ନିଜ ସନ୍ତାନକୁ କଣ କରିଥିବ? ପଛପଟେ ମାନେ ପିଠି କରିକି ଶୋଇଥିବ, ସେଇଭଳିଆ ହଉଛି ଗଙ୍ଗାକୁ ଖୋଜ ଯାଉ। ସେ ପଶୁ ଥାଉ କିମ୍ବା ପକ୍ଷୀ ଥାଉ ଯାହା ବି ଥାଉ ତା ମୁଣ୍ଡ ନେଇକି ଆସିବ। ସେ କହିଲେ ନା ଯୋଉ ମାତା ବା ଯୋଉ ମା ତା ଛୁଆକୁ କଣ କରିଥିବ? ପଛ କରିକି ଶୋଇଥିବ, ତା ମୁଣ୍ଡ କାଟିକି ଆଣିବ। ସେମାନେ ଖୋଜିଲେ। ତାପରେ କାହାକୁ ପାଇଲେ? ଗୋଟେ ହାତୀକୁ ପାଇଲେ
से हाथी कौन करथला हाथी मां ता छुआ को पछपटे करिकी माने आम मां माने जेंति हमको सामने रखी सोंती सेंति सोई रखला से ता छुआ को कोपटे रखथला पछपटे पिठी करिकी रखथला ना ता छुआ पछपटे थिला आ जो हाथी थिला से एंति की सोईथिला ना तो ताकू जो कोन ता मुंडो काटी देले हाथी रो ना तापर ताकू नै की कोड लगेले गणेशंक बेकर लगेले ना तेनु होची कोन हला गणेशंक होची मुंडो हाथी भलिया ना हाथी को मुंडो लगेई थिबारु ताको मुंडो केमिति हाथी को भली ना तो सेई दिन गोटे से होची जीवन दान पाइले ना से मरि जाइले पुणी आउथरे ताको कोन करा गला जीवन दान दिया गला ना तो सेटा केबे हेइतिला ना हमर होची शुक्ल पक्ष रे हेइतिला ना भाद्रव मास शुक्ल पक्ष रे हेइतिला तेनु करी होची तेनु करी हम कोन करा जे सेई दिन डाकू होची कोन करे गणेश पूजा भाबरे होची पालन करू ना चतुर्थी रे हम पालन करा जाय भाद्रव मास शुक्ल पक्ष चतुर्थी दिन होची कोन करा जाय चतुर्थी तिथि रे हम पालन करा जाय ना गणेशंक तो सेटा होची ना गणेशंक जन्मदिन सेटा ना तो आमे गणेशंक जन्मदिन को होची पूजा करि खाऊ से दिनटा को पालन करि खावाबे ना से नवा जीवन पाइथिले से बुझिला पिले कोन पय आमे होची गणेशंक पूजा करू जानि परलो सेटा होची गणेशंकर होची जन्मदिन ना से सेई दिन गोटे नवा जीवन पाइथिले पिले गपटा भल लागिला समस्त को समस्त मने रखिलो वेरी गुड